ବୌଦ୍ଧ ଜିଲ୍ଲା ମୁଣ୍ଡିପଦର ପଞ୍ଚାୟତ ଅଧୀନରେ ରହିଛି ଏକ ସୁନ୍ଦର ମନ୍ଦିର। ଆମେ ଆପଣଙ୍କୁ ଦେଖାଉଛୁ ସେହି ସୁନ୍ଦର ମନ୍ଦିରର ପରିସର ଏବଂ ପ୍ରଭାବ। ଆସନ୍ତୁ ଦେଖିବା। ସନ୍ଧ୍ୟା ଏବଂ ସକାଳ ସମୟରେ ମନ୍ଦିରର ସ୍ଥାନ ଗୁଡ଼ିକ ଅତୀବ ଆକର୍ଷଣ ଏବଂ ରମଣୀୟ ରହିଥାଏ, ଯାହା ଆପଣ ଦେଖିପାରୁଛନ୍ତି। ଭକ୍ତ ଗହଣଙ୍କ ମଧ୍ୟରେ ଠାକୁରମାନଙ୍କର ଶକ୍ତି ଅଧିକ ସକ୍ରିୟ ରୁହେ, ତଥାପି ଆଇସୋଲେସନ୍ ସହିତ ଠାକୁରଙ୍କର କିପରି ଇନଫର୍ମେସନ୍ ରହିଛି ତାହା ବି ଗୁରୁତ୍ୱପୂର୍ଣ୍ଣ ବିଷୟ। ଆମେ ଆପଣଙ୍କୁ ଫୁଲ୍ କଭରେଜ୍ କରୁଛୁ, ଦେଖାଉଛୁ କ'ଣ ରହିଛି ସେହି ଶକ୍ତିପୀଠର ପରମ୍ପରା ଏବଂ ଶକ୍ତିପୀଠର ତାତ୍ତ୍ୱିକ ପ୍ରେଜେଣ୍ଟେସନ୍ ଆଣ୍ଡ କଲେକ୍ସନ୍। ବୌଦ୍ଧ ଜିଲ୍ଲାରେ ଅନେକ ସ୍ଥାନରେ ଶକ୍ତିମାନଙ୍କର ବିରାଜମାନ ରହିଛି, ଯାହା ଦେଖିପାରୁଛନ୍ତି। ଏକ ପାହାଡ଼ ଉପରେ ଶକ୍ତି ବିରାଜମାନ ଅଛନ୍ତି। ସନ୍ଧ୍ୟାକାଳୀନ ପରିବେଶ ଅତୀବ ରମଣୀୟ। ପଶ୍ଚିମ ଦିଗରେ ସୂର୍ଯ୍ୟଙ୍କ ଅସ୍ତଗାମୀ କିରଣ ସହିତ ଏହି ଶକ୍ତିପୀଠ ଅତୀବ ରମଣୀୟ ହୋଇପାରିଛି। ଆମେ ଆପଣଙ୍କୁ ଦେଖାଉଛୁ ଏହି ଶକ୍ତିପୀଠର ସ୍ପେଶାଲ କଭରେଜ। ସନ୍ଧ୍ୟା ଆଳତି ପରେ ଠାକୁରଙ୍କର ଆକର୍ଷଣର ଶକ୍ତି ଅତୀବ ଗୁରୁତ୍ୱପୂର୍ଣ୍ଣ ରୁହେ। ମୁଣ୍ଡିପଦର ପଞ୍ଚାୟତ ଅଧୀନରେ ରହିଛି ଏହି ଶୈବପୀଠ। ନା ତା'ର କ'ଣ ରହିଛି ଆମେ ଆପଣଙ୍କୁ ପୁରା ଦେଖାଉଛୁ। ମନ୍ଦିରର ଠିକଣା ରହିଛି କେଉଟୁଣି ଚୁଆଁ ମନ୍ଦିର। ଏକ ଭିନ୍ନ ଏବଂ ସ୍ୱତନ୍ତ୍ର ମନ୍ଦିର ଭାବରେ ଏହି ମନ୍ଦିର ପରିଗଣିତ, ଯାହା ଆପଣ ଦେଖୁଛନ୍ତି। ମନ୍ଦିର ଭ୍ରମଣରେ ଆମକୁ ସାହାଯ୍ୟ କରୁଛନ୍ତି ଏ ଛୋଟ ଭାଇ। ନିହାତି ଭାବରେ ମନ୍ଦିରକୁ ବୁଲେଇ ଆଣିବାରେ ତାଙ୍କର ଭୂମିକା ରହିଛି ଗୁରୁତ୍ୱପୂର୍ଣ୍ଣ। ଗୋଟିଏ ନୂଆ ଜାଗାକୁ ଜଣେ ଗାଇଡ଼ର ଆବଶ୍ୟକ ପଡ଼େ। ଧନ୍ୟବାଦ। ସମ୍ପ୍ରଦାୟକୁ ନେଇ ଏହି ମନ୍ଦିରର ନାଁ ନିଶ୍ଚିତ ଭାବରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଛି। ଆସ ବୁଲିଯିବା ମୁଣ୍ଡିପଦର ଜିପି। ଆମେ ବର୍ତ୍ତମାନ ହନୁମାନ ମନ୍ଦିର ଅଭିମୁଖେ ସୁନ୍ଦର ପ୍ରାକୃତିକ ଦୃଶ୍ୟ ସହିତ ଠାକୁରଙ୍କର ଶକ୍ତି ରହିଛି ବିରାଜମାନ।
beautiful place, good environment with that is valuable. ଗାଁ ହେଉଛି କେଉଟୁଣି ଚୁଆଁ ବଲାକିରା ଗ୍ରାମ ମୁଣ୍ଡିପଦର, ଅର୍ଥାତ୍ ଏହି ମନ୍ଦିର କେଉଟୁଣି ଚୁଆଁ ଭାବରେ ଜଣାଶୁଣା। ସାଧୁ ସନ୍ଥଙ୍କ ବାଣୀ, ତାଙ୍କର ଉଦ୍ୟମ ଏବଂ ସାଧୁତା ବିଶ୍ୱ ପାଇଁ ଶାନ୍ତିର ସୂଚକ ଆଣେ। ଆଜି ଆମେ ପହଞ୍ଚିଥିଲୁ ବୌଦ୍ଧ ଜିଲ୍ଲାର ମୁଣ୍ଡିପଦର ଜିପିର ଏହି ସ୍ଥାନ, ଯାହା ଆମେ ଆପଣଙ୍କୁ ଠିକଣା ଅନୁସାରେ ଦେଖାଇ ସାରିଲୁଣି। ଉଦ୍ଦେଶ୍ୟ ରହିଛି ଭିଜିଟିଂ ପ୍ଲେସ୍ ବା ଟୁରିଜିମ୍ ସାଇଟ୍କୁ ଡେଭଲପମେଣ୍ଟ ସହିତ ଅନେକ ସ୍ଥାନକୁ ବୁଲିବା ସହିତ କମ୍ୟୁନିକେସନରେ ଏହାକୁ ଆଗକୁ ଏକ୍ସଟେନସନ୍ ପାଇଁ ରହିଛି ଅନେକ ସୁଯୋଗ। ସେହି ଅବସରରେ ଆଜିର ଏହି ପ୍ରେଜେଣ୍ଟେସନ୍। କ୍ଲିନନେସ୍ ପାଇଁ ରହିଛି ଆରେଞ୍ଜମେଣ୍ଟ, so that we have to arrange something different. बेले बेले प्रश्न आसे कहीं गोटे जगह फेमस हुए केउटुणी चुआं। यही टर्मिनोलॉजी डेवलप होईछि केउट शब्द को नहीं। तार इतिहास विषय आम संक्षेप आलोचना करवा शक्ति रही जहाँ आप देखिपुंट पहाड़ भितर भी पानी सुखे ना। यार कौन कारण रही दीपद आम कथा आम सहित जन अच्छा कैवर्त संप्रदाय जन भाई। सर जो वर्तमान जगह रही बहुत अट्राक्टिव रही ए जगह क्यों पंचायत सर अच्छी से एटा बलागिरा पंचायत रे अछि बौद्ध जिला अच्छा मुंडीपदर गाँ निकट नहीं कि नहीं मुंडीपदर पंचायत बलागिरा गाँ अच्छा अच्छा बलाकिरा निकटस्थ मुंडीपदर पंचायत मुंडीपदर पंचायत अच्छा सर आम शुणिलु जो केउट शब्द जेहेतु ये व्यवहार होती विशेषतः आम भावुँ केउट संप्रदायर किसी व्यक्ति मान सहित संपर्क रही चुआर केबे केबे सर जो कार्यक्रम हुए आप मंदिर पाखे केबे जानी यात्रा हुए कौन से विषय कहे केबे पर्वपर्वाणी हुए पर्वपर्वाणी तो बहुत हुए आज्ञा शिवरात्रि हुए शिवरात्रि पणा संक्रांति अच्छा अच्छा सब किसी हुए अच्छा अच्छा सब किसी जानी नहीं पिला लोक अच्छा अच्छा निहाती भाव में आम टे संक्षेप पाइलु जे खबर वास्तविक रही केउटुणी चुआं जहाँ को नहीं यही स्थान परिचय पाई। आमे विजिट टू प्लेस अवसर रे ये जगह को पहुँची थिलु देखाऊँ संध्याकालीन सुजोग रे यही मंदिर परिसर मंदिर नाँ होछि सिद्धेश्वर शक्तिपीठ एक शैवपीठ भाव में जनाशुना।